Hello everyone, welcome to my YouTube channel Math XYZ. So এই ভিডিওରେ ଆମେ କଥା ହେବା expected cutoff of OAVS TGT 2024. ତ ଆମେ ପ୍ରିଭିୟସ୍ ଇୟର୍ର କଟଅଫ୍କୁ କମ୍ପେୟାର କରିବା, ପ୍ରିଭିୟସ୍ ଇୟର୍ରେ କେତେ ପୋଷ୍ଟ ଥିଲା ସେଟା ଦେଖିବା ଆଉ କ୍ୱେଶ୍ଚନ୍ ଲେଭେଲ୍ କ'ଣ ଥିଲା ସେଟା ଦେଖିକି ଆମେ କଟଅଫ୍ ପ୍ରେଡିକ୍ଟ କରିବା। ଆଉ ତା ଆଗରୁ ମୁଁ କହିଦେବି ଆଜି ହେଉଛି ଲାଷ୍ଟ ଡେଟ୍ ଅଫ୍ ଅବଜେକ୍ସନ୍। ଯଦି କେହି ଅବଜେକ୍ସନ୍ କରିବାକୁ ଚାହୁଁଛନ୍ତି ମ୍ୟାଥ୍ର ତାହେଲେ ମୋର ଗୋଟେ ଭିଡ଼ିଓ ଅଛି ଯେଉଁଥିରେ କି ମୁଁ କହିଛି 2ଟି କ୍ୱେଶ୍ଚନ୍ ଅବଜେକ୍ଟ କରିହେବ, ସେଇଟା ଆପଣ ଦେଖିପାରିବେ। ମୁଁ ଲିଙ୍କ୍ କମେଣ୍ଟ ବକ୍ସରେ ପିନ୍ କମେଣ୍ଟରେ ଦେଇଦେବି। ଠିକ୍ ଅଛି, ତାହେଲେ ଷ୍ଟାର୍ଟ କରିବା। ସୋ ଫାର୍ଷ୍ଟ ଆମେ ଦେଖିବା 2021ରୁ ଦେଖିବା ଆମେ କଟଅଫ୍। ସୋ 2021ରେ ଆମର ନମ୍ବର ଅଫ୍ ପୋଷ୍ଟ ଥିଲା ମ୍ୟାଥ୍ରେ 54 ଆଉ ଟୋଟାଲ୍ ପୋଷ୍ଟ ଥିଲା 737, ମାନେ ମାତ୍ର 54ଟା ପୋଷ୍ଟ ଥିଲା, ମାନେ ବହୁତ କମ୍ ପୋଷ୍ଟ ଥିଲା। ଆଉ କ୍ୱେଶ୍ଚନ୍ ଲେଭେଲ୍ଟା ମଡରେଟ୍ ଥିଲା, ମାନେ ମିଡ଼ିୟମ୍ ଲେଭେଲ୍ର ଥିଲା। ସୋ ଯେହେତୁ ଏତେ କମ୍ ପୋଷ୍ଟ ଥିଲା ସେଥିପାଇଁ ଆମ TGT ମ୍ୟାଥ୍ରେ 75.73% କଟଅଫ୍ ଚାଲିଯାଇଥିଲା, ମାନେ ଆପ୍ରୋକ୍ସିମେଟଲି 121 ମାର୍କ କଟଅଫ୍ ଯାଇଥିଲା URର। ଆଉ SCBCର ଯାଇଥିଲା 120, ସେମିତିଆ SCର ଯାଇଥିଲା 102 ଆଉ STର ଯାଇଥିଲା 84, ମାନେ ବହୁତ ହାଇ କଟଅଫ୍ ଯାଇଥିଲା ବିକଜ୍ ଅଫ୍ ଲେସ୍ ନମ୍ବର ଅଫ୍ ସିଟ୍ ଆଣ୍ଡ କ୍ୱେଶ୍ଚନ୍ ଲେଭେଲ୍ଟା ମିଡ଼ିୟମ୍ ଥିଲା ସେଥିପାଇଁ। ସୋ ନେକ୍ସଟ ଆମେ ଦେଖିବା 2022ର। ଏଇଟା 2021 ଲେଖାହେଇଛି ବିକଜ୍ 2021ରେ ୟାର ନୋଟିସ୍ଟା ଆସିଯାଇଥିଲା ସେଥିପାଇଁ। ସୋ 2022ରେ ଆମର କଟଅଫ୍ ବହୁତ କମ୍ ଯାଇଥିଲା ବିକଜ୍ ନମ୍ବର ଅଫ୍ ସିଟ୍ ବହୁତ ଥିଲା, ମାନେ 314ଟା ସିଟ୍ ଥିଲା ଆଉଟ୍ ଅଫ୍ 1749ଟା ପୋଷ୍ଟ ଟୋଟାଲ୍ ବାହାରିଥିଲା 1700। ଆଉ ମ୍ୟାଥ୍ରେ ଖାଲି 314ଟି ପୋଷ୍ଟ ଥିଲା, ମାନେ ବହୁତ ଅଧିକ ପୋଷ୍ଟ ଥିଲା। ଆଉ କ୍ୱେଶ୍ଚନ୍ ଲେଭେଲ୍ ବି ସେମିତି ମିଡ଼ିୟମ୍ ଏକା ଥିଲା। ସୋ ସେଥିପାଇଁ କଟଅଫ୍ ବହୁତ କମ୍ ଯାଇଥିଲା। ଦ୍ୟାଟ୍ ଇଜ୍ ଆୱାର ଆପ୍ରୋକ୍ସିମେଟଲି 60%। ମାନେ ଆମର କଟଅଫ୍ ହେଇଯିବ 95 ମାର୍କ UR ମାନଙ୍କ ପାଇଁ, 93 ମାର୍କ ହେବ ଆମର SCBC ମାନଙ୍କ ପାଇଁ, ଆଉ SC ମାନଙ୍କର 68 ହେଇଯିବ, ଆଉ ସେମିତି ST ମାନଙ୍କର ହେଇଯିବ 48। ସୋ କ୍ୱେଶ୍ଚନ୍ ଲେଭେଲ୍ ଆଉ ଆମର ନମ୍ବର ଅଫ୍ ସିଟ୍ ଦେଖିକି ଟିକେ କମ୍ କଟଅଫ୍ ଯାଇଥିଲା। ନେକ୍ସଟ ହେଲା 2023ର। ସୋ 2023ରେ ନମ୍ବର ଅଫ୍ ପୋଷ୍ଟ ଥିଲା 108 ଆଉ ଟୋଟାଲ୍ ପୋଷ୍ଟ ଥିଲା 1010ଟି। ସୋ 1010ରୁ 108ଟା ପୋଷ୍ଟ ମ୍ୟାଥ୍ର ଥିଲା। ଆଉ କ୍ୱେଶ୍ଚନ୍ ଲେଭେଲ୍ କହିପାରିବା ମଡରେଟ୍ ଟୁ ହାଏ, ମାନେ ଟିକେ ଲେନ୍ଦି ଆଉ ଟିକେ କଡ଼ା ଆସିଥିଲା, ମାନେ ଟିକେ ଡିଫିକଲ୍ଟ ଆସିଥିଲା। ସୋ କଟଅଫ୍ ଯେହେତୁ ପୋଷ୍ଟ ଅଧିକ ଥିଲା ସେଥିପାଇଁ ମଡରେଟ୍ କ୍ୱେଶ୍ଚନ୍ ଆସିଲେ ବି କଟଅଫ୍ଟା ଆମର ସେଇ 60% ଏକା ଯାଇଥିଲା। ସୋ 60% ମାନେ ସେଇ ସେମ୍ 95 ମାର୍କ, ଆଉ SCBCର ହେଇଯିବ 92 93, ଆଉ SCର ହେଉଛି 58 ମାର୍କ ହେଇଯାଇଥିଲା, ମାତ୍ର 36%, ଆଉ STର ମାତ୍ର 30%, ଦ୍ୟାଟ୍ ଇଜ୍ 48 ମାର୍କ ଯାଇଥିଲା କଟଅଫ୍। ସୋ କ୍ୱେଶ୍ଚନ୍ ଲେଭେଲ୍ ମିଡ଼ିୟମ୍ ଥିଲା ଆଉ ନମ୍ବର ଅଫ୍ ପୋଷ୍ଟ 108 ଥିଲା। ସୋ ଆମେ ଏଇ ବର୍ଷର ଏବେ ଯଦି କମ୍ପେୟାର କରି ଦେଖିବା, ମାନେ ଏଇ ବର୍ଷର ପୋଷ୍ଟ କେତେଟି ଅଛି ମ୍ୟାଥ୍ରେ ଅଛି 169, 1342ଟି ପୋଷ୍ଟରୁ 169 ଖାଲି ମ୍ୟାଥ୍ର ଅଛି, ମାନେ ପୋଷ୍ଟ ଠିକ୍ ଠାକ୍ ଆସିଛି ପ୍ରିଭିୟସ୍ ଇୟର୍ ଭଳି। ହେଲେ ଏଥର ଟିକେ କ୍ୱେଶ୍ଚନ୍ ଲେଭେଲ୍ଟା ଇଜି ଥିଲା, ମାନେ ସବଜେକ୍ଟ ମ୍ୟାଟର୍ ଯେଉଁ ଥିଲା ସେଇଟା ଇଜି ଆସିଥିଲା, ମାନେ ପୁରା ଇଜି ବି କହିପାରିବେନି, କେତୋଟି କ୍ୱେଶ୍ଚନ୍ ହାର୍ଡ଼ ବି ଥିଲା, ହେଲେ ଇଜି ଟୁ ମଡରେଟ୍ କହିପାରିବା। ଆଉ କରେଣ୍ଟ ଆଫେୟାର୍ ଟିକେ କଡ଼ା ଆସିଥିଲା, ମାନେ କରେଣ୍ଟ ଆଫେୟାର୍ ତ ନୁହେଁ ସେଇଟା ପାଷ୍ଟ ଆଫେୟାର୍ ଆସିଥିଲା। ସୋ କରେଣ୍ଟ ଆଫେୟାର୍ ଟିକେ କଡ଼ା ଥିଲା, ଆଉ ରିଜନିଂଟା ଗଲା ବର୍ଷ ଅପେକ୍ଷା ଟିକେ ଲେନ୍ଦି ଥିଲା, ମାନେ ଟିକେ ଟାଇମ୍ ଲାଗୁଥିଲା କରିବା ପାଇଁ। ସୋ ଓଭରାଲି ଇଜି ଟୁ ମଡରେଟ୍ କ୍ୱେଶ୍ଚନ୍ କହିପାରିବା। ସୋ ଏଥର ଟିକେ କଟଅଫ୍ ହାଇ ଯାଇପାରେ ବିକଜ୍ ଇଜି କ୍ୱେଶ୍ଚନ୍ ଥିଲା। ସୋ ଆମେ କହିପାରିବା URର କଟଅଫ୍ ମ୍ୟାକ୍ସିମମ୍ 100ରୁ 105 ଯିବ, ସେମିତି SCBCର କଟଅଫ୍ 99ରୁ 103 ପର୍ଯ୍ୟନ୍ତ ଯିବ, ଆଉ SCର କଟଅଫ୍ 70 to 75,
ମାନେ ଏଥିରୁ ଅଧିକ ଆଉ ଯାଇପାରିବନି, ଏଇଟା ମ୍ୟାକ୍ସିମମ୍ ଏତିକି ଯାଇପାରିବ ମୋତେ ଯାହା ଲାଗୁଛି। ଏଇଟା କୌଣସି ଫାଇନାଲ୍ କଟଅଫ୍ ନୁହେଁ। ୱେଷ୍ଟିର କଟଅଫ୍ ଯିବ 55 to 60 ଆପ୍ରୋକ୍ସିମେଟଲି। ସୋ ଏଇଟା ଥିଲା ମୋର ପ୍ରେଡିକ୍ସନ୍। ଆପଣମାନଙ୍କୁ କେତେ କଟଅଫ୍ ଯିବ ଭଳିଆ ଲାଗୁଛି ଆପଣ କମେଣ୍ଟ ସେକ୍ସନ୍ରେ କହିବେ। ସୋ ଥ୍ୟାଙ୍କ ୟୁ ଭେରି ମଚ୍।